ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାର ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ମ୍ୟାକ୍ସିମମ୍ ପିଲାମାନେ ଖାଲି ଗୋଟେ ମେସେଜ ଆପଣଙ୍କର କରୁଛନ୍ତି, ସାର୍ ମୁଁ ଲେଡିଜ୍ ଅଟେ, ମୋର ବୟସ ବର୍ତ୍ତମାନ 31 ବର୍ଷ ହେଲାଣି। ସାର୍ ମୋ ପାଖରେ କେବଳ ଗୋଟିଏ ମାତ୍ର ବୟସ ଅଛି, ଆଉ କ'ଣ ମୁଁ ଆଉ ଗଭର୍ଣ୍ଣମେଣ୍ଟ ଚାକିରି କରିପାରିବି ନାହିଁ? ଠିକ୍ ଅଛି। ତ ଆପଣଙ୍କ ମନରେ ଯାହା କିଛି ବି ଡାଉଟ୍ସ ରହିଛି ଏଜ୍ ଲିମିଟକୁ ନେଇକି ଗୋଟିଏ ଭିଡ଼ିଓରେ ଆପଣଙ୍କର କ୍ଲିୟର କରିଦେବି। ତ ବିନମ୍ର ଅନୁରୋଧ ଆପଣଙ୍କୁ ରହିବ, ସବୁ ସାଙ୍ଗମାନଙ୍କୁ ଆପଣ ଲାଇକ୍ ଆଉ ସେୟାର କରିକି ଜଣାଇଦେବେ, ଯେଉଁଦ୍ୱାରା କି ସମସ୍ତେ ଆପଣଙ୍କର ଜାଣିପାରିବେ ଏବଂ ମନରେ ଡାଉଟ୍ ବୋଲି ଆପଣଙ୍କର କିଛି ରହିବ ନାହିଁ। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ। ଦେଖନ୍ତୁ, ଆପଣ ଜାଣିଥିବେ ଯେ କରୋନା ସମୟରେ କ'ଣ ହେଇଥିଲା ନା, ଏଜ୍ ଲିମିଟ୍ ଆପଣଙ୍କର ବଢ଼ା ହେଇଥିଲା କରୋନା ସମୟରେ। ତ ଯାହାକି ଆପଣଙ୍କର 2024 ପର୍ଯ୍ୟନ୍ତ ପୁରା କଣ୍ଟିନ୍ୟୁ ଆପଣଙ୍କ ଚାଲିଥିଲା। ମାନେ 2024 ପର୍ଯ୍ୟନ୍ତ ଯେତିକି ବି ଆପଣଙ୍କର ଭେକେନ୍ସି ଓଡ଼ିଶା ଗଭର୍ଣ୍ଣମେଣ୍ଟର ହଉ କିମ୍ବା ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ହଉ, ସବୁ ଭେକେନ୍ସିରେ ଆପଣ ଦେଖିଥିବେ ଏଜ୍ ଲିମିଟ୍ ସବୁ କ୍ୟାଟେଗୋରୀ ହେଲା। ଧରାଯାଉ ମୁଁ ଆପଣଙ୍କର ହାଇସ୍କୁଲ ଟିଚର କହୁଛି ହେଲା, ତ 21 ବର୍ଷରୁ ଆପଣଙ୍କର 38 ବର୍ଷ ଆପଣଙ୍କର ଥିଲା। ମାନେ ଏଇଟା ଜଣେ ଜେନେରାଲ ଲୋକଙ୍କର, ଗୋଟେ ଜେନେରାଲ ପିଲା, ମାନେ କେହି ବି ଲୋକଙ୍କର ଏତିକି ବୟସ ଅଛି ସେ ଆପ୍ଲାଏ କରିପାରିବେ। ୟା ବାଦ ଆପଣଙ୍କର ଏସଟି, ଏସସି, ଏସସିବିସି, ଲେଡିଜ, ସବୁ ଝିଅ ହେଲା, ସବୁ ଝିଅ ମାନଙ୍କର ପୁଣି ୟା ବାଦ ବି 5 ବର୍ଷର ରିଲାକ୍ସେସନ ମିଳୁଥିଲା। ମାନେ 21 ବର୍ଷରୁ ଆପଣଙ୍କର 43 ବର୍ଷ ଭିତରେ ଥିଲେ ଆପ୍ଲାଏ କରିପାରୁଥିଲେ। 21 ବର୍ଷରୁ 43 ବର୍ଷ, ଏଇଟା ଯେହେତୁ କରୋନା ସମୟରେ ଆପଣଙ୍କର ରିଲାକ୍ସେସନ ଥିଲା, ତ 21 ବର୍ଷରୁ 43 ବର୍ଷ ଭିତରେ ଥିଲେ ଆପଣଙ୍କୁ ପ୍ରାୟତଃ ମାନେ ଏଇଟା ମିନିମମ୍ ଏଜ୍, ତ ମିନିମମ୍ ଏଜ୍ରେ କାହାରି କିଛି ପ୍ରୋବ୍ଲେମ୍ ହୁଏନି। ମ୍ୟାକ୍ସିମମ୍ ଏଜ୍ଟାକୁ ହିଁ ଆପଣମାନେ ଦେଖନ୍ତି। ଏବେ ବର୍ତ୍ତମାନ କରୋନା ପିରିୟଡ଼ରେ ଯେଉଁ ରିଲାକ୍ସେସନ୍ ଆପଣଙ୍କର ଥିଲା, ତାକୁ ଏଇ ଆପଣଙ୍କର ସେସନରେ 2025ରେ ଯେଉଁ ଦେଖନ୍ତୁ, 2025ର ପ୍ରଥମ ଭେକେନ୍ସି କେଉଁଟା, ଯେଉଁଟା ଓଏସଏସସି ତରଫରୁ ବର୍ତ୍ତମାନ ଆପଣଙ୍କର ଫାଷ୍ଟ ଭେକେନ୍ସି ଆପଣଙ୍କର ପବ୍ଲିଶ ହେଇଛି, ଯାହାକି ଆପଣଙ୍କର ଏଇ ଯେଉଁ ଜୁନିୟର ଷ୍ଟେନୋଗ୍ରାଫର ଅଟେ। ତ ଏଇଠି ଆପଣ ଦେଖିପାରୁଥିବେ ଯେ ଏଜ୍ ଲିମିଟ୍ ଯେଉଁ କରୋନା ସମୟରେ ଯେଉଁ ଆପଣଙ୍କର ମିଳୁଥିଲା, ତାକୁ ଆପଣଙ୍କର ହଟେଇ ଦିଆଯାଇଛି। ୟା ମାନେ କ'ଣ? ୟା ମାନେ ବର୍ତ୍ତମାନ ଆଉ ଏଜ୍ ଲିମିଟ୍ ଆପଣଙ୍କର ଯେଉଁ ଥିଲା 6 ବର୍ଷ ଆପଣଙ୍କର ଅଧିକା ମିଳୁଥିଲା, ତାକୁ ଆଉ ନାହିଁ। ମାନେ ବର୍ତ୍ତମାନ ଏଜ୍ ଲିମିଟ୍ ଆପଣଙ୍କର କେତେ ହେଇଛି ଟିକେ ଭଲସେ ବୁଝନ୍ତୁ। ଜଣେ ଜେନେରାଲ ଲୋକଙ୍କର ଏଜ୍ ଲିମିଟ୍ ତାହା 18ରୁ ଆପଣ ମାନେ କହିପାରନ୍ତି 32 ବର୍ଷ, ମାନେ ଜେନେରାଲ ପୁଅ ମୁଁ କହୁଛି ହେଲା, ଜେନେରାଲ ଆପଣଙ୍କର ପୁଅ। ଏବେ ଜେନେରାଲ ମାନେ ଆପଣଙ୍କର କ'ଣ, ମାନେ ଯାହାଙ୍କର କାଷ୍ଟ ସାର୍ଟିଫିକେଟ ନାହିଁ କହିଲେ ଚଳେ, ମାନେ ଯିଏ ଏସଟି ନୁହେଁ କି ଏସସି ନୁହେଁ କି ଓବିସି ନୁହେଁ କି ଝିଅ ନୁହେଁ, ଆଉ ଗୋଟେ ଜେନେରାଲ ପୁଅ ମୁଁ କହୁଛି ହେଲା। ତ ଏଇଟା ଆପଣଙ୍କର କିମ୍ବା 21ରୁ ଆପଣ 32 ଆପଣଙ୍କର କହିପାରନ୍ତି ଏଇଟା। ଏବେ ଯଦି ଆମେ ଗୋଟେ ଏସଟି ଆପଣଙ୍କର କହିବା, ତାହା ଆପଣଙ୍କର ପୁଅ ହଉ କି ଝିଅ ହଉ, ତାଙ୍କର ଏଜ୍ ଲିମିଟ୍ ଆପଣଙ୍କର କେତେ ବର୍ତ୍ତମାନ ହେଲା 18ରୁ ତାଙ୍କର 5 ବର୍ଷ ଆପଣଙ୍କର ବଢ଼ିଯିବ। ତାହେଲେ 18ରୁ ଆପଣଙ୍କର ବୟସ 5 ବର୍ଷ ଆପଣଙ୍କର ବଢ଼େଇ ଦିଆଯିବ ହେଲା। ତାହେଲେ ଏଜ୍ ଆପଣଙ୍କର କେତେ ହେଇଯିବ, 18ରୁ ଆପଣଙ୍କର 37 ବର୍ଷ ହେଲା। ଏଇଟା ମାନେ ପୂର୍ବରୁ ବି ଆକ୍ଚୁଆଲି ଥିଲା, କରୋନା ସମୟରେ ହିଁ କେବଳ ତାକୁ ବଢ଼ା ଯାଇଥିଲା ହେଲା। ଦେନ୍ ଯଦି ଆମେ ଏସସିବିସି କଥା ଆପଣଙ୍କର କହିବା, ଏସସିବିସି ଆପଣଙ୍କର ପୁଅ ହେଲେ କିମ୍ବା ଆପଣଙ୍କର ଝିଅ ହେଲେ, ତାଙ୍କର ଏଜ୍ ଲିମିଟ୍ କେତେ, ମିନିମମ୍ 18ରୁ ମ୍ୟାକ୍ସିମମ୍ 37 ବର୍ଷ, କିମ୍ବା ଆପଣ ମିନିମମ୍ରେ ତ କାହାରି କିଛି ପ୍ରୋବ୍ଲେମ୍ ନାହିଁ ହେଲା, ମ୍ୟାକ୍ସିମମ୍ରେ ହିଁ ଆପଣଙ୍କର ପ୍ରୋବ୍ଲେମ୍, ମାନେ ମ୍ୟାକ୍ସିମମ୍ ଏତିକି ଭିତରେ ଆପଣଙ୍କୁ ଗଭର୍ଣ୍ଣମେଣ୍ଟ ଚାକିରି କରିବାର ଅଛି ହେଲା। ସେମିତି ଏସସି ମାନଙ୍କର କେତେ ନା, ଏସସି ପୁଅ ହେଲେ କିମ୍ବା ଝିଅ ହେଲେ ତାଙ୍କର ବି ସେମ୍, ମିନିମମ୍ 18ରୁ ମ୍ୟାକ୍ସିମମ୍ 37 ବର୍ଷ, କିମ୍ବା 21ରୁ ଆମେ ଆପଣଙ୍କର 37 ବୋଲି ଆପଣଙ୍କର କହିବା। ସେମିତି ଯେତିକି ବି ଆପଣଙ୍କର ଝିଅ, ସବୁ ଝିଅ ହେଲା, ଅଲ୍ ଲେଡିଜ୍, ଯେତିକି ବି ଆପଣଙ୍କର ଝିଅ ଅଛନ୍ତି ଅଲ୍ ଲେଡିଜ୍, ସବୁ ପୁଅ ସବୁ ଝିଅ ହେଲା, ତାଙ୍କର ବୟସ ମଧ୍ୟ ସେମ୍, 18ରୁ 37 ବର୍ଷ ଭିତରେ ଥିଲେ ଆପଣ ତାକୁ କରିପାରିବେ। ଠିକ୍ ଅଛି। ତ ଏଇଟା ଆପଣଙ୍କର ଏଜ୍ ଲିମିଟ୍ ବର୍ତ୍ତମାନର ଅଟେ। ଏବଂ ଯେହେତୁ ଗୋଟେ ଭେକେନ୍ସିରେ ଆପଣଙ୍କର ଆରମ୍ଭ ହେଲା, ତେଣୁକରି ଆପଣ ଦେଖିବେ 2025ରେ ଯେତିକି ବି ଆପଣଙ୍କର ଭେକେନ୍ସି ବାହାରିବ, ତାର ଏଜ୍ ଲିମିଟ୍ ଆପଣଙ୍କର ଏଇଟା। ମାନେ ମିନିମମ୍ ଏଜ୍ 18 ହେଇପାରେ, 20 ହେଇପାରେ, 21 ହେଇପାରେ, ନୋ ପ୍ରୋବ୍ଲେମ୍। ମ୍ୟାକ୍ସିମମ୍ ଏଜ୍ ଆପଣଙ୍କର ଏତିକି। କେବଳ ତାହେଲେ ପ୍ରୋବ୍ଲେମ୍ କେଉଁମାନଙ୍କର? ପ୍ରୋବ୍ଲେମ୍ ଦେଖନ୍ତୁ ସମସ୍ତଙ୍କର ରହିଛି, ଖାସ୍ କରିକି ଅଧିକ ପ୍ରୋବ୍ଲେମ୍ ଆମର ଜେନେରାଲ ପୁଅମାନଙ୍କର। ଜେନେରାଲ ପୁଅମାନଙ୍କର ଟିକେ ବଡ଼ ପ୍ରୋବ୍ଲେମ୍ କାହିଁକି ଦେଖନ୍ତୁ, ମାନେ ସେମାନେ 32 ବର୍ଷ ପରେ ଆଉ ଗଭର୍ଣ୍ଣମେଣ୍ଟ ଚାକିରି ଆପଣଙ୍କର କରିପାରିବେ ନାହିଁ।
ଜେନେରାଲ ପୁଅଙ୍କର ଯୋଉଟା କି 38 ବର୍ଷ ଥିଲା 32 ବର୍ଷ ପରେ ଜେନେରାଲ ପୁଅ ମାନେ ଭଲସେ ମନେ ରଖନ୍ତୁ ଜେନେରାଲ ପୁଅ ମାନେ ଆଉ ଗଭର୍ଣ୍ଣମେଣ୍ଟ ଚାକିରି କରିପାରିବେନି। ବହୁତ ବଡ଼ ପ୍ରୋବ୍ଲେମ। ବାକି ସମସ୍ତଙ୍କୁ ଦେଖନ୍ତୁ ଏସଟି ଏସସି ଏସସି ବିସି ଲେଡିଜ ତାଙ୍କର 37 ବର୍ଷ ଭିତରେ ଆପଣଙ୍କୁ ଚାକିରି କରିବା ପାଇଁ ପଡ଼ିବ। 37 ବର୍ଷ ପରେ ଆପଣ ଗଭର୍ଣ୍ଣମେଣ୍ଟ ଚାକିରି ଆଉ କରିପାରିବେ ନାହିଁ। ପ୍ରାଇଭେଟ ଆପଣ କରିପାରନ୍ତି। ତାହେଲେ କ'ଣ କରାଗଲେ ଆପଣଙ୍କ ପାଇଁ ବେଷ୍ଟ ହେବ? ଆପଣମାନେ ଟ୍ରାଏ କରିପାରନ୍ତି ଓଡ଼ିଶା ଗଭର୍ଣ୍ଣମେଣ୍ଟକୁ ଆପଣମାନେ ରିକ୍ୱେଷ୍ଟ କରିପାରିବେ। ଆପଣମାନେ ମୋ ଅଭିଯୋଗ ମାଧ୍ୟମରେ କିମ୍ବା ମୋ ଅଭିଯୋଗ ଓଡ଼ିଶା ଆପଣ ସର୍ଚ୍ଚ କରିବେ। ଏଇ ପ୍ରଥମ ୱେବସାଇଟକୁ ଯାଇକି ଏଥିରେ ଆପଣମାନେ ରିକ୍ୱେଷ୍ଟ ତାଙ୍କୁ ଦେଇପାରିବେ ଯେ ସାର୍ କାଇଣ୍ଡଲି ଏଜ୍ ଲିମିଟକୁ ଆପଣଙ୍କର ବଢ଼ାଯାଉ ବୋଲି। ଠିକ୍ ଅଛି, କାହିଁକି ନା ଏଜ୍ ଲିମିଟକୁ ଦେଖନ୍ତୁ ସବୁ ଜିନିଷର କିଛି ଆଡଭାଣ୍ଟେଜ ଥାଏ। ଏଥିରେ ଆଡଭାଣ୍ଟେଜ ଏଇଆ ଯଦି ଏଜ୍ ଲିମିଟକୁ ବଢ଼େଇଲେ ନା ବହୁତ ପିଲାମାନଙ୍କୁ ସୁଯୋଗ ମିଳିବ। କାହିଁକି ନା 6 ବର୍ଷ ଲେଖାଏଁ ଆପଣ ବଢ଼େଇ ଦେବେ ନା ସବୁଥିରେ 6 ବର୍ଷ ଆପଣଙ୍କର ବଢ଼ିଯିବ। କଥା ହେଲା ସେଇଟା। ଆଉ ଯଦି ଏଜ୍ ଲିମିଟକୁ ଆପଣଙ୍କର ଏଇଟା ହେଉଛି ଯଦି ଯଦି ଷ୍ଟାର୍ଟିଂ ଯେହେତୁ ଆରମ୍ଭ ହେଇଯାଇଛି ତାମାନେ ୟା ବାଦ ଆପଣଙ୍କର ଏଇଟା ହିଁ ଚାଲିବ। ତ ଆପଣମାନେ ଏଟଲିଷ୍ଟ ମୋ ଅଭିଯୋଗକୁ ଯାଇକି ଆପଣମାନେ ରିକ୍ୱେଷ୍ଟ ଆପଣଙ୍କର କରିପାରିବେ ସିଏମଓଙ୍କୁ ଆପଣଙ୍କର କିମ୍ବା ଆପଣଙ୍କର ଚିଫ୍ ସେକ୍ରେଟାରୀକୁ ଆପଣମାନେ ରିକ୍ୱେଷ୍ଟ କରିପାରିବେ। ଦେନ୍ ହିଁ ଯାଇକି ଆପଣଙ୍କର କିଛି ହେବ। ଠିକ୍ ଅଛି। ତ ଆପଣମାନେ ଯେଉଁ ଆପଣଙ୍କ ମନରେ ଯେଉଁ ଡାଉଟ୍ ଥିଲା ପ୍ରାୟତଃ ଏଜ୍ ଲିମିଟକୁ ନେଇକି ମୁଁ ଆପଣଙ୍କର ଡାଉଟ୍ କ୍ଲିୟର କରିଦେଇଛି ଯେ ମିନିମାମ୍ ବୟସ ଆପଣଙ୍କର କିଛି ବି ହେଇପାରେ 18 ହେଇପାରେ 20 ହେଇପାରେ 21 ହେଇପାରେ କିନ୍ତୁ ମ୍ୟାକ୍ସିମମ୍ ବୟସ ଆପଣଙ୍କର ଏତିକି। ମାନେ ଯଦି ଆପଣଙ୍କର ମ୍ୟାକ୍ସିମମ୍ ବୟସ ପାର ହେଇଗଲା ଦେନ୍ ଆପଣ ଆଉ ଗଭର୍ଣ୍ଣମେଣ୍ଟ ଚାକିରି କରିପାରିବେ ନାହିଁ। ଠିକ୍ ଅଛି, ଏଇଟା ହେଉଛି ଆପଣଙ୍କର ଏଜ୍ ଲିମିଟ୍। ବୁଝିଗଲେ? ହେଲା। ତେଣୁକରି କାଇଣ୍ଡଲି ଆପଣମାନେ ପଢ଼ାପଢ଼ି କରନ୍ତୁ। କ'ଣ କରିବା କୁହନ୍ତୁ? ବୟସ ଚାଲିଗଲେ ଆଉ କିଛି କରିହେବ ନାହିଁ। ବୟସ ଥାଉ ଥାଉ ଯଦି ଆପଣମାନେ ଟିକେ ପରିଶ୍ରମ କରିଦେବେ ଦେନ୍ ଆପଣମାନଙ୍କ ପାଇଁ ବହୁତ ହି ବେଷ୍ଟ ହେବ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଧନ୍ୟବାଦ।